ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଆମମାନେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଆତ୍ମିକ ସ୍ୱାମୀଙ୍କର 5ଟି ଉତ୍ତମ ଗୁଣ। ଆତ୍ମିକ ସ୍ୱାମୀଙ୍କର 5ଟି ଉତ୍ତମ ଗୁଣ। ପ୍ରିୟମାନେ, ଆମେ ଯେଉଁ ସମୟରେ ଆମେ ବାସ କରୁଛୁ, ସେହି ସମୟରେ ଆତ୍ମୀୟତାର କୌଣସି ପ୍ରକାର ମୂଲ୍ୟ ବା କୌଣସି ପ୍ରକାର ସମ୍ମାନ ନୁହେଁ। ଲୋକମାନେ ଆତ୍ମୀୟତାକୁ ଦେଖନ୍ତି ନାହିଁ, ସ୍ପିରିଚୁଆଲିଟିକୁ ଦେଖନ୍ତି ନାହିଁ। ସେ କେତେ ଭଲ ପ୍ରଭୁଙ୍କୁ ଜାଣିଛନ୍ତି, ପ୍ରଭୁର ଭୟ ଭକ୍ତିରେ ବଢ଼ୁଛନ୍ତି, ଏସବୁ ନ ଦେଖି ସେମାନଙ୍କର ପଇସାକୁ ଦେଖନ୍ତି, ସେମାନଙ୍କର ସୁନ୍ଦରତାକୁ ଦେଖନ୍ତି, ସେମାନଙ୍କ ଜ୍ଞାନକୁ ଦେଖନ୍ତି। ଏମିତି ଗୋଟେ ସମୟରେ ମଧ୍ୟ ଆମେ ବାସ କରୁଛୁ। ସେଥିପାଇଁ ଆଜିର ପରିବାର ଗୁଡ଼ିକ, ଆଜିର ବିବାହ ଗୁଡ଼ିକ ଏତେ ବିପଦପୂର୍ଣ୍ଣ, ଏତେ ଅଶାନ୍ତିରେ ରହିଛି। ଛାଡ଼ପତ୍ର ଉପରେ ଛାଡ଼ପତ୍ର ଗୁଡ଼ିକ ରହୁଛି, କାରଣ ଆତ୍ମୀୟତାକୁ ଲୋକମାନେ ପ୍ରାୟୋରିଟି ଦେଉନାହାନ୍ତି। ଯେଉଁ ବିଷୟକୁ ଅଧିକ ପ୍ରାୟୋରିଟି ଦେବା କଥା, ସେ ବିଷୟକୁ ଅଧିକ ପ୍ରାୟୋରିଟି ସେମାନେ ଦେଉନାହାନ୍ତି। ମାତ୍ର ଆଜି ଆପଣମାନଙ୍କୁ ଏହି ଅଳ୍ପ ସମୟର ଧ୍ୟାନରେ କହିବା ପାଇଁ ଚାହେଁ ଆତ୍ମିକ ସ୍ୱାମୀଙ୍କର 5ଟି ଉତ୍ତମ ଗୁଣ। ପ୍ରଥମ ଗୁଣ ଏହା ଅଟେ, ଗୋଟେ ଆତ୍ମିକ ସ୍ୱାମୀଙ୍କର ସବୁଠାରୁ ଉତ୍ତମ ଗୁଣ ଯେ ସେ ପରମେଶ୍ୱରଙ୍କୁ ସବୁଠାରୁ ଅଧିକ ସେ ପ୍ରେମ କରିବ। ଏଇଟା ହେଉଛି ଗୋଟେ ଆତ୍ମିକ ସ୍ୱାମୀଙ୍କର ଗୋଟେ ଉତ୍ତମ ଗୁଣ। ପରମେଶ୍ୱରଙ୍କୁ ସବୁଠାରୁ ସେ ଅଧିକ ପ୍ରେମ କରିବ, ଆଉ କାହାକୁ ନାହିଁ। ଯଦି ଗୋଟିଏ ସ୍ୱାମୀ ପରମେଶ୍ୱରଙ୍କୁ ସବୁଠାରୁ ଅଧିକ ଯଦି ସେ ପ୍ରେମ କରିବ, ତାହେଲେ ନିଜ ସ୍ତ୍ରୀଙ୍କୁ ମଧ୍ୟ ସେ ବହୁତ ପ୍ରେମ କରିବ। ଗୋଟେ ସ୍ତ୍ରୀଙ୍କୁ, ତାଙ୍କ ନିଜ ସ୍ତ୍ରୀଙ୍କୁ ସେ ବହୁତ ଭଲ ପ୍ରେମ କରିବ। କାରଣ ବାଇବଲ ଆମମାନଙ୍କୁ କହେ, ଏଫେସୀୟ 5:25 ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ତୁମେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର। ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ। ପ୍ରିୟମାନେ, ଏଇଟା ଗୋଟେ ସ୍ୱାମୀଙ୍କର ଦାୟିତ୍ୱ। ଗୋଟେ ସ୍ତ୍ରୀଙ୍କୁ ଭଲ ଶାଢ଼ୀ, ଭଲ ସୁନା ଗହଣା, ଭଲ ଘର, ଏସବୁ ଆବଶ୍ୟକ ରହିଛି। ମାତ୍ର ତାଠୁ ଅଧିକ ଆବଶ୍ୟକ ନିଜ ସ୍ୱାମୀଙ୍କର ପ୍ରେମ। ଆଜି ଅନେକ ସ୍ତ୍ରୀମାନେ ସ୍ୱାମୀଙ୍କର ପ୍ରେମ ପାଇଁ ସେମାନେ ତର୍ସି ଯାଉଛନ୍ତି, ଆଉ ସେମାନେ ସ୍ୱାମୀଙ୍କ ଠାରୁ ପ୍ରେମ ପାଇପାରୁନାହାନ୍ତି। ମାତ୍ର ଗୋଟେ ସ୍ତ୍ରୀ ନିଜ ସ୍ୱାମୀଙ୍କ ଠାରୁ ପ୍ରେମ ଆଶା କରେ। ଗୋଟେ ଉତ୍ତମ ବା ଆତ୍ମିକ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ସେ ବହୁତ ପ୍ରେମ କରେ। ଆଉ ଗୋଟିଏ ଗୁଣ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, ଗୋଟିଏ ଆତ୍ମିକ ସ୍ତ୍ରୀଙ୍କର ବା ସ୍ୱାମୀଙ୍କର ଆଉ ଗୋଟିଏ ଉତ୍ତମ ଗୁଣ, ସେ କେବେ ହେଲେ ନିଜ ସ୍ତ୍ରୀଙ୍କ ପ୍ରତି ଅବିଶ୍ୱସ୍ତ ହୁଅନ୍ତି ନାହିଁ। ତାଙ୍କ ପ୍ରତି କେବେ ହେଲେ ମଧ୍ୟ ବିଶ୍ୱାସଘାତକତା ସେ କରନ୍ତି ନାହିଁ। ସବୁ ସମୟରେ ସେ ନିଜର ସ୍ତ୍ରୀଙ୍କ ପ୍ରତି ବିଶ୍ୱସ୍ତ ରହନ୍ତି। ଆମେ ପଢ଼ିବା ହିତୋପଦେଶ, ଏହାର 5 ଅଧ୍ୟାୟକୁ ଆମେ ଦେଖିବା। ହିତୋପଦେଶ 5 ଅଧ୍ୟାୟରେ ଆମେ ପଢ଼ୁଛୁ, ସେ ସ୍ଥାନରେ ଲେଖାଯାଉଛି 5 ଅଧ୍ୟାୟର 18 ପଦ, ତୁମ୍ଭର ନିର୍ଝର ଧନ୍ୟ ହେଉ, ଆଉ ତୁମ୍ଭେ ଆପଣା ଯୌବନ କାଳର ଭାର୍ଯ୍ୟାଠାରେ ଆମୋଦ କର। ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟି ପରି ତାହାର ବକ୍ଷ ସର୍ବଦା ତୁମକୁ ତୁଷ୍ଟ କରୁ, ଆଉ ତାହାର ପ୍ରେମରେ ତୁମେ ସର୍ବଦା ଆସକ୍ତ ହୁଅ। ତା ପଛେ କହୁଛନ୍ତି, ହେ ମୋହର ପୁତ୍ର, ପରକୀୟାଠାରେ ତୁମେ କାହିଁକି ଆସକ୍ତ ହେବ ଏବଂ ଅନ୍ୟର କୋଳ କାହିଁକି ଆଲିଙ୍ଗନ କରିବ। ଗୋଟିଏ ଉତ୍ତମ ସ୍ୱାମୀ ସେ ନିଜ ସ୍ତ୍ରୀଙ୍କ ପ୍ରତି ବିଶ୍ୱସ୍ତ। କେବେ ହେଲେ ମଧ୍ୟ ନିଜ ସ୍ତ୍ରୀଙ୍କୁ ସେ ବିଶ୍ୱାସଘାତକତା ସେ କରିବେ ନାହିଁ। ଏଇଟା ହେଉଛି ଉତ୍ତମ ବା ଆତ୍ମିକ ସ୍ୱାମୀଙ୍କର ଗୁଣ। ଏହି ପ୍ରକାର ସ୍ୱାମୀ ସବୁ ସ୍ତ୍ରୀଙ୍କୁ ଦରକାର। ଆଉ ଗୋଟେ ମୁଁ ଆପଣମାନଙ୍କୁ ପଢ଼ାଇବା ପାଇଁ ଚାହେଁ, ଗୋଟେ ଆତ୍ମିକ ସ୍ୱାମୀଙ୍କର ତୃତୀୟ ଗୁଣ ବିଷୟରେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯାହାକି ଆମମାନେ ଏବ୍ରି ପୁସ୍ତକ 3 ଅଧ୍ୟାୟର 13 ପଦରେ
କିନ୍ତୁ କାଳେ ପାପର ପ୍ରବଞ୍ଚନା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରୁ କେହି କେହି କଠିନ ମନା ହୁଏ। ଏଥି ନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ ଉତ୍ସାହ ଦିଅ। ଗୋଟିଏ ଆତ୍ମିକ ସ୍ୱାମୀଙ୍କର ଆଉ ଗୋଟିଏ ଉତ୍ତମ ଗୁଣ, ନିଜ ସ୍ତ୍ରୀଙ୍କୁ ସେ ଏନକରେଜ କରନ୍ତି, ଉତ୍ସାହିତ କରନ୍ତି ସବୁ ସମୟରେ। ଆଜି ଅନେକ ଜଣ ତାଙ୍କର ଦୋଷ ଧରିବା, ତାଙ୍କର ଦୁର୍ବଳତା ଧରିବା, ତାଙ୍କୁ ସମାଲୋଚନା କରିବା, ହାସ୍ୟ ପରିହାସ ଥଟ୍ଟା ଟାପରା କରିବା, ଏସବୁ ବିଷୟ ଗୁଡ଼ିକ କରନ୍ତି। ମାତ୍ର ଗୋଟେ ଆତ୍ମିକ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଏନକରେଜ କରନ୍ତି। ଦୁନିଆ ଲୋକ ତାଙ୍କୁ ଡିସ୍କରେଜ କରୁଥିବେ, ସମାଲୋଚନା କରୁଥିବେ, ମାତ୍ର ଗୋଟେ ଆତ୍ମିକ ସ୍ୱାମୀ କେବେ ହେଲେ ମଧ୍ୟ ନିଜ ସ୍ତ୍ରୀଙ୍କୁ ସମାଲୋଚନା କରନ୍ତି ନାହିଁ, ତାଙ୍କୁ ଉତ୍ସାହିତ କରନ୍ତି। ନିହାତି ଦରକାର, ଗୋଟେ ସ୍ତ୍ରୀଙ୍କୁ ଆବଶ୍ୟକ ରହିଅଛି ସ୍ୱାମୀଙ୍କର ପ୍ରେମ ଆବଶ୍ୟକ ରହିଅଛି। ଗୋଟେ ସ୍ତ୍ରୀଙ୍କୁ ସ୍ୱାମୀଙ୍କର ଉତ୍ସାହର ଆବଶ୍ୟକ ରହିଅଛି। ଆଜି ଅନେକ ଅଛନ୍ତି, ଭଲ ରାନ୍ଧିଦେଲେ ଖାଇଦିଅନ୍ତି, ଭଲ ଡ୍ରେସ୍ ସଫା କରି ଆଇରନ୍ କଲେ ପିନ୍ଧି ଦିଅନ୍ତି, ସବୁ କରନ୍ତି, ମାତ୍ର କେବେ ମଧ୍ୟ ଉତ୍ସାହିତ କରନ୍ତି ନାହିଁ, ଆଜି ଭଲ କରିଛ। ଯେବେ ଟିକେ ଭଲ ନଥାଏ ସେ ସମୟରେ ମୁଖ ଫିଟାଇ ତାଙ୍କୁ ଅନେକ କଥା କହିଥାନ୍ତି। ମାତ୍ର ଗୋଟେ ଆତ୍ମିକ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ସେ ଉତ୍ସାହିତ କରେ। ଉତ୍ସାହିତ ନିହାତି ଦରକାର, ସମସ୍ତଙ୍କୁ ଉତ୍ସାହ ଆବଶ୍ୟକ ରହିଅଛି। ଗୋଟିଏ ଆତ୍ମିକ ସ୍ୱାମୀଙ୍କର ଚତୁର୍ଥ ଗୁଣ ଆପଣମାନଙ୍କ ନିକଟ ରଖିବା ପାଇଁ ଚାହେଁ। ରୋମିଓ 15 ଅଧ୍ୟାୟ ଏହାର 7 ପଦ, ଅତଏବ ଈଶ୍ୱରଙ୍କ ଗୌରବ ନିମନ୍ତେ ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ଗ୍ରହଣ କର। ନିଜର ସ୍ତ୍ରୀଙ୍କୁ ସେ ଗ୍ରହଣ କରେ, ବାଛେ ନାହିଁ, ଅନ୍ୟମାନଙ୍କ ସହିତ ତୁଳନା କରେ ନାହିଁ। ସେ ତାଙ୍କ ସ୍ତ୍ରୀ ସେମିତି ଅଛି, ସେ ଭାଉଜ ସେମିତି ଅଛନ୍ତି, ସେ ଭଉଣୀ ସେମିତି ଅଛନ୍ତି, ଆମ ମା ସେମିତି ଅଛନ୍ତି, ଆମ ଭଉଣୀ ସେମିତି ଅଛନ୍ତି, ଏହି ପ୍ରକାର ଅନ୍ୟ କାହା ସହିତ ସେ ତୁଳନା କରନ୍ତି ନାହିଁ। ସେ ଯେ ପ୍ରକାର ଅବସ୍ଥାରେ ଅଛନ୍ତି, ସେ ପ୍ରକାର ଅବସ୍ଥାରେ ତାଙ୍କୁ ଗ୍ରହଣ କରିବାର ଆବଶ୍ୟକ ରହିଅଛି। ଆଜି ଅନେକ ଜଣ ନିଜର ସ୍ତ୍ରୀଙ୍କୁ ଗ୍ରହଣ କରିପାରୁନାହାନ୍ତି। କାହିଁକି ଗ୍ରହଣ କରିପାରୁନାହାନ୍ତି? ଏଥିପାଇଁ ଯେ ସେ ନିଜ ସ୍ତ୍ରୀଙ୍କୁ ଅନ୍ୟ କାହା ସହିତ ସେମାନେ ତୁଳନା କରନ୍ତି। ତାଙ୍କ ପରି ମୋ ସ୍ତ୍ରୀ ଥାନ୍ତା କି, ତାଙ୍କ ପରି ତୁମେ ହେଇଥାନ୍ତ କି, ତୁମେ ସେମିତି ହୁଅ, ତୁମେ ଏମିତି ମୁଣ୍ଡର ବାଳ କୁଣ୍ଡଉଛ, ମୋତେ ଭଲ ଲାଗୁନାହିଁ, ତୁମେ ଏଇ ପ୍ରକାର ଭାବରେ ଡ୍ରେସ୍ ପିନ୍ଧୁଛ, ମୋତେ ଭଲ ଲାଗୁନି। ଆମେ ଗ୍ରହଣ କରିବାର ଆବଶ୍ୟକ ରହିଅଛି। ଆମେ କ'ଣ ତାକୁ କଣ୍ଟ୍ରୋଲ କରିବାର ନୁହେଁ। ଆମେ ଲୋକଙ୍କୁ କଣ୍ଟ୍ରୋଲ କଲେ କେବେ ହେବ ନାହିଁ। ଆମେ ଲୋକଙ୍କୁ ପରିବର୍ତ୍ତନ କରିପାରିବା ନାହିଁ, ଲୋକଙ୍କୁ ନିୟନ୍ତ୍ରଣ କରିପାରିବା ନାହିଁ। ଆମେ ଗ୍ରହଣ କରିବାର ଆବଶ୍ୟକ ରହିଅଛି। ପ୍ରିୟମାନେ, ଆମେ ଉତ୍ତମ ବା ଆତ୍ମିକ ସ୍ୱାମୀଙ୍କୁ ଆମେ ଦେଖୁଛୁ କି ପ୍ରକାର ଭାବରେ ଆତ୍ମିକ ସ୍ୱାମୀଙ୍କର ଗୁଣ ଚରିତ୍ର ଗୁଡ଼ିକ ବିଷୟରେ ଆମେ ଦେଖୁଛୁ। ଆଉ ଶେଷରେ ଆପଣଙ୍କୁ କହିବା ପାଇଁ ଚାହେଁ, ଗୋଟିଏ ଆତ୍ମିକ ସ୍ୱାମୀ ସେ କ'ଣ କରନ୍ତି? ନିଜ ସ୍ତ୍ରୀଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି। ଏଇଟା ବହୁତ ବହୁତ ବଡ଼ ବିଷୟ। ପ୍ରିୟମାନେ, ଗୋଟେ ଆତ୍ମିକ ସ୍ୱାମୀ ନିଜ ସ୍ତ୍ରୀଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି। ଯେଉଁ ସମୟରେ ରେବିକା ବନ୍ଧ୍ୟା ଥିଲେ, ସେହି ସମୟରେ ତାଙ୍କର ସ୍ୱାମୀ ଯିଏକି ଇସାକ ରେବିକାଙ୍କ ନିମନ୍ତେ ପ୍ରାର୍ଥନା କଲେ, ଯାହାଦ୍ୱାରା କି ରେବିକା ଗର୍ଭବତୀ ହୋଇକିନା ସେ ପୁତ୍ର ପ୍ରସବ କଲେ। ପ୍ରିୟମାନେ, ଆମେ କ'ଣ କରିବାର ଅଛି? ନିଜର ସ୍ତ୍ରୀଙ୍କ ନିମନ୍ତେ ପ୍ରାର୍ଥନା କରିବା ନିହାତି ଆବଶ୍ୟକ ରହିଅଛି। ଦେଖନ୍ତୁ, ମୁଁ ଆପଣମାନଙ୍କୁ ପଢ଼ୁଛି ଆଦି 25 ଅଧ୍ୟାୟ 21 ପଦରେ, ଇସାକଙ୍କର ସେହି ଭାର୍ଯ୍ୟା ବନ୍ଧ୍ୟା ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତହିଁରେ ସଦାପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣନ୍ତେ ତାଙ୍କର ଭାର୍ଯ୍ୟା ରେବିକା ଗର୍ଭବତୀ ହେଲା। ଗୋଟିଏ ଆତ୍ମିକ ସ୍ୱାମୀଙ୍କର ପଞ୍ଚମ ଆଉ ଗୁରୁତ୍ୱପୂର୍ଣ୍ଣ ଗୁଣ ଏହା ଅଟେ ଯେ ନିଜ ସ୍ତ୍ରୀଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି। ଯଦି ସ୍ତ୍ରୀ କୌଣସି ଜାଗାରେ ଦୁର୍ବଳ ଅଛନ୍ତି, ସ୍ତ୍ରୀ କୌଣସି ସ୍ଥାନରେ ପଡ଼ିଯାଉଛନ୍ତି, ସେ ଠିକ୍ ଭାବରେ ଚାଲିପାରୁନାହାନ୍ତି, ତାହେଲେ କାମ କ'ଣ? ପ୍ରାର୍ଥନା କରିବାର ଆବଶ୍ୟକ ରହିଛି। ଅନ୍ୟମାନଙ୍କୁ ଜଣେଇବା, ଅନ୍ୟମାନଙ୍କୁ କହିବା ମୋ ସ୍ତ୍ରୀ ଏମିତି, ମୋ ସ୍ତ୍ରୀ ସେମିତି, ଏହି ପ୍ରକାର ସେ କେବେ ହେଲେ କରିନାହାନ୍ତି। ଗୋଟେ ଆତ୍ମିକ ସ୍ୱାମୀ ନିଜ ସ୍ତ୍ରୀଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି, ନିଜ ସ୍ତ୍ରୀଙ୍କୁ ପ୍ରେମ କରନ୍ତି, ନିଜ ସ୍ତ୍ରୀକୁ ଉତ୍ସାହିତ କରନ୍ତି, ନିଜ ସ୍ତ୍ରୀକୁ ବିଶ୍ୱାସଘାତ କରନ୍ତି ନାହିଁ, ନିଜ ସ୍ତ୍ରୀକୁ ଗ୍ରହଣ କରନ୍ତି, ନିଜ ସ୍ତ୍ରୀ ନିମନ୍ତେ ପ୍ରାର୍ଥନା କରନ୍ତି। ପ୍ରିୟମାନେ, ଏହି ପ୍ରକାର ଆତ୍ମିକ ସ୍ୱାମୀମାନେ ବାଇବଲ ଆମମାନଙ୍କୁ ଶିକ୍ଷା ଦିଏ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ଯେ ଗୋଟେ ଆତ୍ମିକ ସ୍ୱାମୀଙ୍କର ଗୁଣ ଚରିତ୍ର କି ପ୍ରକାର ରହିବାର ଆବଶ୍ୟକ ରହିଛି।
ବାଇବଲ ଏସବୁ ବିଷୟରେ ଆମମାନଙ୍କୁ ଅତି ସୁନ୍ଦର ସରଳ ଭାବରେ ଶିକ୍ଷା ପ୍ରଦାନ କରୁଅଛି। ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଛି ରାଜା। ମୁଁ ପ୍ରାର୍ଥନା କରୁଛି ପ୍ରଭୁ ସମସ୍ତଙ୍କର ସ୍ୱାମୀମାନେ ଆମମାନେ ସମସ୍ତେ ଯେ ପ୍ରକାର ଗୋଟିଏ ଆତ୍ମିକ ସ୍ୱାମୀ ହେଇପାରିବୁ, ଗୋଟେ ଆତ୍ମିକ ସ୍ୱାମୀ ହିଁ ଗୋଟେ ଆତ୍ମିକ ପରିବାରକୁ ଗଠନ କରିପାରିବେ, ଆତ୍ମିକ ପୁଅ ଝିଅକୁ ଜନ୍ମ କରିପାରିବେ। ପ୍ରଭୁ ଅନୁଗ୍ରହ କର ପ୍ରତ୍ୟେକ ସ୍ୱାମୀ ଗୋଟେ ଆତ୍ମିକ ସ୍ୱାମୀ ହେଇ ନିଜ ପରିବାରକୁ ଠିକ୍ ଭାବରେ ଯତ୍ନ ନେଇପାରିବେ। ଅନୁଗ୍ରହ ପ୍ରଦାନ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମେ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।